विदेशରେ କେତେକ ସ୍ମରଣୀୟ ଘଟଣା। ସ୍ୱାମୀଜୀ ସେତେବେଳେ ଆମେରିକାରେ ବେଶ୍ ଜଣାଶୁଣା। ଥରେ ଗୋଟିଏ ରେଳ ଷ୍ଟେସନରେ ଟ୍ରେନ୍‌ରୁ ଓହ୍ଲାଇଲେ। ଲୋକମାନେ ତାଙ୍କୁ ବିପୁଳ ସ୍ୱାଗତ କଲେ। ଏପରି ସମୟରେ ଜଣେ ନିଗ୍ରୋ କୁଲି ଆସି ହାତ ବଢ଼ାଇ କହିଲା, ସେ ଶୁଣିଛି ସ୍ୱାମୀଜୀ ତାଙ୍କ ନିଜ ଜାତିର ଲୋକ ଏବଂ ତାଙ୍କର ଏହି ଗୌରବରେ ସେମାନେ ଆନନ୍ଦିତ। ସେ ସ୍ୱାମୀଜୀଙ୍କ ସହିତ କରମର୍ଦ୍ଦନ କରିବାକୁ ଚାହେଁ। ସ୍ୱାମୀଜୀ ସଙ୍ଗେ ସଙ୍ଗେ ନିଜ ହାତ ବଢ଼ାଇ ତା ସହିତ କରମର୍ଦ୍ଦନ କରି କହିଲେ, ଧନ୍ୟବାଦ ଭାଇ। ସେ ନିଗ୍ରୋ ବୋଲି କୁଲିଟିକୁ କହିଲେ ନାହିଁ। ଏପରିକି ତାକୁ ବହୁ ହୋଟେଲରେ ରହିବାକୁ ଦିଆଯାଇ ନଥିଲା। କିନ୍ତୁ ସେ କେବେହେଲେ ନିଗ୍ରୋ ବୋଲି କହୁନଥିଲେ। କାହିଁକି ସେ ସବୁ କ୍ଷେତ୍ରରେ ନିଜ ପରିଚୟ ଦେଇନଥିଲେ? ସ୍ୱାମୀଜୀ ଉତ୍ତର ଦେଇଥିଲେ, ଆପରକୁ ଛୋଟ କରି ମୁଁ କ'ଣ ବଡ଼ ହୋଇପାରିବି? ମୁଁ ତ ପୃଥିବୀକୁ ସେଥିପାଇଁ ଆସିନାହିଁ। ପ୍ରଖ୍ୟାତ ଧନୀ ଜନ୍ ଡି ରକଫେଲର ଦିନେ ସ୍ୱାମୀଜୀଙ୍କ ନିକଟରେ ଉପସ୍ଥିତ ହେଲେ। ସେ ସ୍ୱାମୀଜୀଙ୍କ ସମ୍ବନ୍ଧରେ ତାଙ୍କର ବନ୍ଧୁମାନଙ୍କଠାରୁ ବହୁ କଥା ଶୁଣିଥିଲେ। ସିଧା ଚାଲିଗଲେ ସ୍ୱାମୀଜୀଙ୍କ ପଢ଼ିବା ଘରକୁ। ସ୍ୱାମୀଜୀ ଟେବୁଲର ଅନ୍ୟ ପଟରେ ବସିଥିଲେ। ସେ ମୁହଁ ଉଠାଇ ଆଦୌ ଚାହିଁଲେ ନାହିଁ। ରକଫେଲରଙ୍କ ଜୀବନର ବହୁ ଘଟଣା ସ୍ୱାମୀଜୀ କହିଗଲେ, ଯାହାକୁ ରକଫେଲରଙ୍କ ଛଡ଼ା ଆଉ କେହି ଜାଣିନଥିଲେ। ରକଫେଲରଙ୍କୁ ଆଶ୍ଚର୍ଯ୍ୟ ଲାଗିଲା। ତଥାପି ସେ ତାଙ୍କ ନିକଟରେ ନଇଁଲେ ନାହିଁ। ସ୍ୱାମୀଜୀ ପୁଣି କହିଲେ, ତୁମେ ଯେଉଁ ଅର୍ଥ ସଞ୍ଚୟ କରିଛ, ତାହା ତୁମ ପାଇଁ ନୁହେଁ। ତୁମେ ସେହି ଅର୍ଥର ସଦ୍‌ବ୍ୟବହାରର ଗୋଟିଏ ମାଧ୍ୟମ ମାତ୍ର। ତୁମର କର୍ତ୍ତବ୍ୟ କେବଳ ଜଗତର ମଙ୍ଗଳ କରିବା। ଈଶ୍ୱର ତୁମକୁ ଏତେ ଧନସମ୍ପତ୍ତି ଦେଇ ମଣିଷର ସେବା କରିବାର ସୁଯୋଗ ଦେଇଛନ୍ତି। ତୁମେ ମଣିଷର ସେବା କରିପାର। ରକଫେଲରଙ୍କୁ ଏପରି ନିର୍ଦ୍ଦେଶ ଦେବା ଏହା ଥିଲା ପ୍ରଥମ। ସେ ବିରକ୍ତ ହୋଇ ସେଠାରୁ ଚାଲିଗଲେ। କିନ୍ତୁ ସପ୍ତାହ ପରେ ପୁଣି ଫେରି ଆସିଲେ। ଝଡ଼ ପରି ସ୍ୱାମୀଜୀଙ୍କ କୋଠରୀକୁ ଯାଇ ତାଙ୍କ ଆଗରେ ସେଦିନର ଖବରକାଗଜକୁ ଖୋଲିଦେଲେ। ସେଥିରେ ରକଫେଲର ଜନସାଧାରଣଙ୍କ ପାଇଁ ମୋଟା ଅଙ୍କର ଅର୍ଥ ଦେବା ଉଲ୍ଲେଖ ଥିଲା। ରକଫେଲର ଖବରକାଗଜଟିକୁ ଦେଖାଇ ରୁକ୍ଷା ଭାବରେ କହିଲେ, ଏହି ନିଅନ୍ତୁ। ଏଥର ଆପଣ ଖୁସି ହେବେ ଓ ମୋତେ ଧନ୍ୟବାଦ ଦେବେ। ସ୍ୱାମୀଜୀ ତାଙ୍କ ଆଡ଼କୁ ଚାହିଁଲେ ନାହିଁ। ଖବରକାଗଜଟିକୁ ନେଇ ପଢ଼ି ଧୀର ଭାବରେ କହିଲେ, ଧନ୍ୟବାଦ ତ ଆପଣ ମୋତେ ଦେବା ଉଚିତ। ସ୍ୱାମୀଜୀ ନିଜ ମାତୃଭୂମିକୁ ଫେରିଆସିଲେ। ସ୍ୱାମୀଜୀଙ୍କ ପାଶ୍ଚାତ୍ୟ ରହଣି ସମୟରେ ସେ ଦେଶର ଲୋକମାନେ ଭାରତକୁ ଜାଣିଲେ। ସେମାନଙ୍କର ମନ ମଧ୍ୟରେ ଥିବା ଭାରତ ପ୍ରତି ଧାରଣା ବଦଳିବାକୁ ଲାଗିଲା। ସେମାନେ ଭାରତ ପ୍ରତି ସମ୍ମାନ ଦେଖାଇଲେ। ସ୍ୱାମୀଜୀଙ୍କର ଭାରତ ପ୍ରତି ଗଭୀର ପ୍ରେମ ଦେଖି ସେଠାରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନେ କହୁଥିଲେ, ବିବେକାନନ୍ଦ କେବଳ ଜଣେ ଆଧ୍ୟାତ୍ମିକ ଗୁରୁ ନୁହନ୍ତି, ସେ ଜଣେ ବିରାଟ ଦେଶପ୍ରେମୀ। ସେ ଯେତେବେଳେ ମୋ ଦେଶ ବୋଲି କହନ୍ତି, ସେଥିରୁ ସେ ଭାରତବର୍ଷକୁ କେତେ ଭଲ ପାଆନ୍ତି, ତାହା ଆମେ ଅନୁଭବ କରୁ। ସେ ପାଶ୍ଚାତ୍ୟ ଭୂଖଣ୍ଡରେ ହିନ୍ଦୁ ଧର୍ମର ମହନୀୟତାକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥିତ କରି ଭାରତ ଫେରିଆସିଲେ ଏବଂ 1897 ଖ୍ରୀଷ୍ଟାବ୍ଦ ଜାନୁଆରୀ 15 ତାରିଖରେ କଲମ୍ବୋ ବନ୍ଦରରେ ପହଞ୍ଚିଲେ। ତାଙ୍କୁ ଭାରତ କିପରି ଲାଗୁଛି ବୋଲି ଯେତେବେଳେ ପଚରାଗଲା, ସେ ତାର ଉତ୍ତରରେ କହିଥିଲେ, ମୁଁ ଫେରିବା ପୂର୍ବରୁ ଭାରତକୁ ଭଲ ପାଉଥିଲି। ବର୍ତ୍ତମାନ ଭାରତର ପ୍ରତି ଧୂଳିକଣ ମୋ ପକ୍ଷରେ ପବିତ୍ର। ଏହାର ବାୟୁ ମଧ୍ୟ ପବିତ୍ର। ମୋ ପାଇଁ ଏହା ଏକ ପବିତ୍ର ଦେଶ ଓ ତୀର୍ଥଭୂମି। ମାନ୍ଦ୍ରାଜଠାରେ ଉଲ୍ଲସିତ ସମ୍ବର୍ଦ୍ଧନା ବେଳେ ହଜାର ହଜାର ନରନାରୀ ସମବେତ ହୋଇ ତାଙ୍କର ବାର୍ତ୍ତାକୁ ଉତ୍କଣ୍ଠାର ସହିତ ଶୁଣିଥିଲେ। ତାଙ୍କର ପୃଥିବୀକୁ ବାର୍ତ୍ତା ଥିଲା, ଆଧ୍ୟାତ୍ମିକ ଚେତନାରେ ସବୁ ମଣିଷ ଏକ। ପୃଥିବୀ ଗୋଟିଏ ବିରାଟ ପରିବାର। ମାନ୍ଦ୍ରାଜର ରାସ୍ତାମାନ ସୁଶୋଭିତ। ତାଙ୍କର ଯିବା ରାସ୍ତାରେ ଲୋକମାନେ ପୁଷ୍ପବୃଷ୍ଟି କରୁଥିଲେ। ଯୁବକମାନେ ତାଙ୍କର ଘୋଡ଼ାଗାଡ଼ିଟିରୁ ଘୋଡ଼ା ଫିଟାଇ ଦେଇ ନିଜେ ତାକୁ ଟାଣି ନେଇଥିଲେ। ସେ ସମ୍ବର୍ଦ୍ଧନାର ଉତ୍ତର ଦେଇ କହିଥିଲେ, ଭାରତରେ ଆମମାନଙ୍କୁ ବହୁତ କିଛି ବିରାଟ କାର୍ଯ୍ୟ କରିବାକୁ ହେବ। ତୁମର ଶିରାପ୍ରଶିରାଗୁଡ଼ିକୁ ଶକ୍ତ କର। ଆମେ ଲୁହର, ମାଂସପେଶୀ ଓ ଇସ୍ପାତ ଶିରାପ୍ରଶିରା ଚାହୁଁ। ସେ ନିଜ ଗୋଡ଼ରେ ଠିଆ ହୋଇ ପ୍ରକୃତ ମଣିଷ ହୁଅ। ସେ କହିଥିଲେ ଯେ ଭାରତର ସେବା କରିବାକୁ ହେଲେ 3ଟି ଜିନିଷ ଦରକାର। ପ୍ରଥମେ ହେଲା, ତୁମେ ଅନୁଭବ କର ଯେ ତୁମ ହୃଦୟରେ ଦୁଃଖ, ଦରିଦ୍ର ଓ ନିରକ୍ଷର ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ସହାନୁଭୂତି ଓ ଭଲ ପାଇବା ରହିଅଛି। ଦ୍ୱିତୀୟରେ, ସେଥିପାଇଁ ବାଟ ଖୋଜି ବାହାର କର। କେବଳ କଥା କହିଲେ ହେବ ନାହିଁ। ତୃତୀୟରେ, ତୁମର ସେ କାମ ପାଇଁ ଇଚ୍ଛାଶକ୍ତି ଥିବା ଆବଶ୍ୟକ। ସେ ଗୁରୁଗମ୍ଭୀର ସ୍ୱରରେ କହିଥିଲେ, ଆସ, ମନୁଷ୍ୟ ହୁଅ। ନିଜ ନିଜର ସଂକୀର୍ଣ୍ଣ ଗଣ୍ଡିରୁ ବାହାରି ଆସ। ଦେଖ, ସବୁ ଜାତି କିପରି ଉନ୍ନତି ପଥରେ ଚାଲିଛନ୍ତି। ତୁମେ କ'ଣ ମନୁଷ୍ୟକୁ ଭଲ ପାଅ? ତାହେଲେ ଆସ, ଆମ୍ଭେମାନେ ଭଲ ହେବା ପାଇଁ ପ୍ରାଣପଣେ ଚେଷ୍ଟା କରିବା। ପଛକୁ ଚାହଁ ନାହିଁ। ଅତି ପ୍ରିୟ ଆତ୍ମୀୟ ସ୍ୱଜନ କାନ୍ଦନ୍ତୁ ପଛକେ ପଛକୁ ଚାହଁ ନାହିଁ। ସାମ୍ନାକୁ ଆଗେଇ ଆସ। ଭାରତମାତା ଅନ୍ତତଃ ସହସ୍ର ଯୁବକ ବଳି ଚାହାନ୍ତି। ମନେ ରଖ, ମନୁଷ୍ୟ ଦରକାର, ପଶୁ ନୁହେଁ। ପ୍ରଭୁ ତୁମର ଏହି ନିଶ୍ଚଳ ଜଡ଼ବତ୍ ସଭ୍ୟତା ଭାଙ୍ଗିବା ପାଇଁ ଇଂରେଜ ସରକାରକୁ ପ୍ରେରଣ କରିଛନ୍ତି। ବର୍ତ୍ତମାନ ମୁଁ ପ୍ରଶ୍ନ କରୁଛି, ସମାଜରେ ଏକ ନୂତନ ଅବସ୍ଥା ଆଣିବା ପାଇଁ ସର୍ବାନ୍ତଃକରଣରେ ପ୍ରାଣପଣେ ଚେଷ୍ଟା କରିବେ। ଦରିଦ୍ର ପ୍ରତି ସହାନୁଭୂତି ସମ୍ପନ୍ନ ହେବେ। ସେମାନଙ୍କ କ୍ଷୁଧାର୍ତ ମୁହଁରେ ଅନ୍ନ ପ୍ରଦାନ କରିବେ। ସର୍ବସାଧାରଣ ମଧ୍ୟରେ ଶିକ୍ଷା ବିସ୍ତାର କରିବେ। ଆଉ ପୂର୍ବପୁରୁଷଙ୍କ ଅତ୍ୟାଚାର ଦ୍ୱାରା ଯେଉଁମାନେ ପଶୁ ପଦବୀରୁ ଉପନୀତ ହୋଇଛନ୍ତି, ସେମାନଙ୍କୁ ମନୁଷ୍ୟ କରିବା ପାଇଁ ଆପ୍ରାଣ ଚେଷ୍ଟା କରିବେ। ଏପରି କେତେଜଣ ନିଃସ୍ୱାର୍ଥ ଯୁବକ ପ୍ରସ୍ତୁତ କି? ସ୍ୱାମୀଜୀ କହିଥିଲେ, ବିଦ୍ୟାବାନ, ସମ୍ପୂର୍ଣ୍ଣ ଅକପଟ, ତେଜସ୍ୱୀ, ବିଶ୍ୱାସ ଯୁବକ। ସ୍ୱାମୀଜୀ ଚାହିଁଥିଲେ ବିଦ୍ୟାବାନ, ସମ୍ପୂର୍ଣ୍ଣ ଅକପଟ, ତେଜସ୍ୱୀ ଓ ବିଶ୍ୱାସୀ ଯୁବକ। ସେମାନଙ୍କର ପେଶୀ ହେବ ଲୁହା ପରି।
ସ୍ନାୟୁ ହେବ ଇସ୍ପାତ ପରି, ମନ ହେବ ବଜ୍ର। ସେମାନେ ହେବେ ହୃଦୟବାନ, ଶ୍ରଦ୍ଧାବାନ, ବିବେକବାନ। ବୁଦ୍ଧି, ହୃଦୟ, ନିଷ୍ଠା, କର୍ମଶକ୍ତି, ନିଃସ୍ୱାର୍ଥ ସେବାର ମନ ହେବ ନାହିଁ। ସେମାନେ ଦୁର୍ବଳ ଗତିରେ ଦେଶ ସେବା ପାଇଁ ଆଗେଇ ଆସିବେ। ସ୍ୱାମୀଜୀଙ୍କ ଏହି ବାଣୀରେ ଉଦ୍ବୁଦ୍ଧ ହୋଇ ଅନେକ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ। ସେବା ଓ ତ୍ୟାଗ ଭାରତର ଆଦର୍ଶ। ସ୍ୱାମୀଜୀ ଭାରତକୁ ଫେରି ଆସି ରାମକୃଷ୍ଣ ମଠ ଓ ମିଶନ ପ୍ରତିଷ୍ଠା କଲେ। ଏହାର ଲକ୍ଷ୍ୟ ହେଲା ସମଗ୍ର ମାନବ ଜାତିର କଲ୍ୟାଣ। ସେ ଜାଣିଥିଲେ ଭାରତର ଆଦର୍ଶ ହେଉଛି ତ୍ୟାଗ ଓ ସେବା। ଏହି ଆଦର୍ଶର ତରୁଣମାନଙ୍କୁ ଅନୁପ୍ରାଣିତ କଲେ ସେମାନେ କାର୍ଯ୍ୟ କରିବାକୁ ଆଗେଇ ଆସିବେ। ଶ୍ରୀ ରାମକୃଷ୍ଣ କହିଥିଲେ, ମାନବ ସେବା ହିଁ ଈଶ୍ୱରଙ୍କ ପୂଜା। ପ୍ରତ୍ୟେକ ମଣିଷ ଭିତରେ ଈଶ୍ୱରଙ୍କୁ ଦେଖିବା। ଭାରତର ବିଭିନ୍ନ ସ୍ଥାନରେ ମଠ ଓ ମିଶନ ସ୍ଥାପନ ହେଲା। କଲିକତାର ବେଲୁରଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଲା। ସନ୍ନ୍ୟାସୀମାନେ ଦରିଦ୍ର ଲୋକମାନଙ୍କର ସେବା କାର୍ଯ୍ୟରେ ଲାଗିଗଲେ। ସ୍କୁଲ, କଲେଜ ଓ ଚିକିତ୍ସାଳୟମାନ ଖୋଲିଲେ। ସବୁ ଧର୍ମର ଲୋକମାନଙ୍କର ସେବାରେ ଲାଗି ପଡ଼ିଲେ। ବିବେକାନନ୍ଦର ତରୁଣ ସନ୍ନ୍ୟାସୀମାନେ ଏସବୁ କାର୍ଯ୍ୟ କଲେ। ସ୍ୱାମୀଜୀ ହେଲେ ସେମାନଙ୍କର ପ୍ରେରଣାର ମୂଳ। ଭାରତୀୟ ଜୀବନର ମୂଳ ହେଉଛି ଧର୍ମ। ମଣିଷକୁ ସତ୍, ସୁନ୍ଦର, ଉଦାର, ପ୍ରେମପରାୟଣ, ନିଃସ୍ୱାର୍ଥ, ସାହସୀ ଓ ଚରିତ୍ରବାନ କରେ। ତେଣୁ ସ୍ୱାମୀଜୀ ଚାହିଁଥିଲେ ବିଜ୍ଞାନ ସହିତ ଧର୍ମର ସମନ୍ୱୟ ଓ ଭାରତର ଜୀବନ ଦର୍ଶନ ସହିତ ଆଧୁନିକତାର ସମନ୍ୱୟ। ମଠ ଉଦ୍ଘାଟନ ବେଳେ ସେ କହିଥିଲେ, ଏହି ମଠ ସବୁ ଧର୍ମମତ ଲୋକମାନଙ୍କର ମିଳନସ୍ଥଳୀ ହେବ। ଶ୍ରୀରାମକୃଷ୍ଣଙ୍କର ସମ୍ୟ ଦୃଷ୍ଟି ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ତେଣୁ ଏହି ମଠ ସେହି ଚିନ୍ତାଧାରାର ପ୍ରଚାରସ୍ଥଳୀ ହେବ। ବିଶ୍ୱମୈତ୍ରୀ ଓ ସାମ୍ୟର ଆଲୋକ ଏହି ମଠରୁ ବିଚ୍ଛୁରିତ ହୋଇ ସମଗ୍ର ପୃଥିବୀ ପ୍ଲାବିତ ହେବ। ଭାରତ ପୁଣି ଚେଇଁ ଉଠିବ। ଭାରତର ହଜିଯାଇଥିବା ଗୌରବ ଫେରି ଆସିବ। ସେ ନୂତନ ଭାରତ ଗଢ଼ିବାକୁ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ନୂତନ ଭାରତ ଜାଗି ଉଠୁ ଲଙ୍ଗଳ ଧରି ଚଷାର କୁଟୀର ଭେଦ କରି। କେଉଟ, ମାଝି, ମୋଚି, ମେହେନ୍ଦ୍ରର କୁଡ଼ିଆ ମଧ୍ୟରୁ। ଜାଗି ଉଠୁ ତେଜରାତି ଦୋକାନରୁ, ଚନଚିରବାଲର ଚୁଲି ପାଖରୁ। ଜାଗି ଉଠୁ କାରଖାନାରୁ, ହାଟରୁ, ବଜାରରୁ। ଜାଗି ଉଠୁ ଝାଡ଼ ଜଙ୍ଗଲ, ପାହାଡ଼ ପର୍ବତରୁ। ଭାରତ ପୁଣି ଥରେ ଉଠିବ, କିନ୍ତୁ ଜଡ଼ ଶକ୍ତିରେ ନୁହେଁ, ଚୈତନ୍ୟ ଶକ୍ତିରେ। ଧ୍ୱଂସର ପତାକା ଉଡ଼ାଇ ନୁହେଁ, ଶାନ୍ତି ପ୍ରେମର ପତାକା ଓ ସନ୍ନ୍ୟାସୀର ଦୈରିକ ବସ୍ତ୍ର ଧାରଣ କରି। ଅର୍ଥର ଶକ୍ତିରେ ନୁହେଁ, ଭିକ୍ଷାପାତ୍ରର ଶକ୍ତିରେ। ଭାରତର ଭବିଷ୍ୟତ ଉତ୍ଥାନ ଆମମାନଙ୍କର କାର୍ଯ୍ୟକଳାପ ଉପରେ ନିର୍ଭର କରେ। ଦେଖ, ଭାରତ ମାତା ଧୀରେ ଧୀରେ ନୟନ ଉନ୍ମିଳନ କରୁଛନ୍ତି। ସେ କିଛି କାଳ ନିଦ୍ରିତ ଥିଲେ ମାତ୍ର। ସୁତରାଂ ସଂହତି, ଶକ୍ତି ସଂଗ୍ରହ ଓ ବିଭିନ୍ନ ଇଚ୍ଛାଶକ୍ତିର ସହଯୋଗ ମଧ୍ୟରେ ଭବିଷ୍ୟତ ଭାରତକୁ ମହାନ କରିବାର ସମସ୍ତ ରହସ୍ୟ ନିହିତ। ଏକଚିତ୍ତ ହେବା ହିଁ ସମାଜ ଗଠନର ମୂଳ ରହସ୍ୟ। ଇଚ୍ଛାଶକ୍ତି ସମୂହ ସଂଗ୍ରହ, ସହଯୋଗ ଓ ଏକୀକରଣ। ପୁନରାୟ ତୁମମାନଙ୍କୁ ସ୍ମରଣ କରାଇ ଦେଉଛି, ହେ ଭାରତ, ଭୁଲ ନାହିଁ ତୁମେ ନାରୀ ଜାତିର ଆଦର୍ଶ। ସୀତା, ସାବିତ୍ରୀ, ଦମୟନ୍ତୀ ଭୁଲ ନାହିଁ। ତୁମର ଉପାସ୍ୟ ଉମାନାଥ ଶଙ୍କର ଭୁଲ ନାହିଁ। ତୁମର ବିବାହ, ତୁମର ଧନ, ତୁମର ଜୀବନ ଇନ୍ଦ୍ରିୟ ସୁଖ ପାଇଁ ନୁହେଁ। ତୁମେ ଜନ୍ମ ହେବା ଦିନଠାରୁ ମାଆଙ୍କର ଅର୍ଥାତ୍ ଭାରତ ମାତାଙ୍କ ନିମିତ୍ତ ବଳି ପ୍ରଦତ୍ତ। ହେ ବୀର, ସାହସ ଅବଲମ୍ବନ କର। ଶ୍ରଦ୍ଧାର କୁହ, ମୂର୍ଖ ଭାରତବାସୀ, ଦରିଦ୍ର ଭାରତବାସୀ, ବ୍ରାହ୍ମଣ ଭାରତବାସୀ, ଚଣ୍ଡାଳ ଭାରତବାସୀ ମୋର ଭାଇ। ଭାରତବାସୀ ମୋର ଭାଇ। ଭାରତବାସୀ ମୋର ପ୍ରାଣ। ଭାରତର ଦେବାଦେବୀ ମୋର ଈଶ୍ୱର। ଭାରତର ସମାଜ ମୋର ଶିଶୁଶଯ୍ୟା, ମୋର ଯୌବନର ଉପବନ, ବାର୍ଦ୍ଧକ୍ୟର ବାରାଣସୀ। କହ ଭାଇ, ଭାରତର ମୂର୍ତ୍ତିକା ମୋର ସ୍ୱର୍ଗ। ଭାରତର କଲ୍ୟାଣ ମୋର କଲ୍ୟାଣ। ଆଉ ପୁଣି ଦିନ ରାତି କୁହ, ହେ ଗୌରୀନାଥ, ଜଗଦମ୍ବେ, ମୋତେ ମନୁଷ୍ୟତ୍ୱ ଦିଅ। ମା, ମୋର ଦୁର୍ବଳତା, କାପୁରୁଷତା ଦୂର କର। ମୋତେ ମଣିଷ କରିଦିଅ। ତେଣୁ ସେ ଯୁବକମାନଙ୍କୁ ନିଜ ଉପରେ ବିଶ୍ୱାସ ରଖି ଭାରତବାସୀଙ୍କୁ ସେବା କରିବାକୁ କହିଥିଲେ। ସେ ଜାଣିଥିଲେ ଶକ୍ତି ହିଁ ଜୀବନ, ଦୁର୍ବଳତା ହିଁ ମୃତ୍ୟୁ। ତେଣୁ ଭୟଶୂନ୍ୟ ହୋଇ ବୀର ଭାବରେ କାର୍ଯ୍ୟକ୍ଷେତ୍ରରେ ଆଗେଇ ଯିବାକୁ ସେ ଆହ୍ୱାନ ଦେଇଥିଲେ ଏବଂ ବିଶ୍ୱାସ ରଖିଥିଲେ ପ୍ରତ୍ୟେକ ମଣିଷ ଭିତରେ ଥିବା ଦେବତ୍ୱକୁ ପ୍ରକାଶ କରାଗଲେ ଉନ୍ନତ ବିଶ୍ୱ ଗଠିତ ହେବ। ତାଙ୍କର କାର୍ଯ୍ୟ ବାଣୀରେ ଭାରତର ନବଯୁବକଙ୍କ ଭିତରେ ଉଦ୍ଦୀପନା ସୃଷ୍ଟି ହେଲା। ଭାରତର ସ୍ୱାଧୀନତା ସଂଗ୍ରାମରେ ସେମାନେ ଯୋଗ ଦେଇ ଦେଶକୁ କେବଳ ସ୍ୱାଧୀନତା ନୁହେଁ, ନୂତନ ଭାରତ ଗଠନରେ ଲାଗି ପଡ଼ିଲେ। ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ କହିଥିଲେ, ସେ ନଥିଲେ ଆମେ ଆମ ଧର୍ମକୁ ହରାଇଥାନ୍ତେ ଓ ସ୍ୱାଧୀନତା ଲାଭ କରିପାରିନଥାନ୍ତେ। ଆମେ ସେଥିପାଇଁ ସ୍ୱାମୀ ବିବେକାନନ୍ଦଙ୍କ ନିକଟରେ ଋଣୀ। ପଣ୍ଡିତ ନେହେରୁ ତାଙ୍କୁ ସମସ୍ତ ପ୍ରେରଣାର ମୂଳ ବୋଲି କହିଛନ୍ତି। ସାଧାରଣ ଭାବରେ ସେ ଜଣେ ରାଜନୀତିଜ୍ଞ ନଥିଲେ, ତଥାପି ମୋ ମତରେ ସେ ଭାରତର ଆଧୁନିକ ଜାତୀୟ ଆନ୍ଦୋଳନର ଜଣେ ମହାନ ପ୍ରତିଷ୍ଠାତା ଥିଲେ। ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ସେ ଆଧୁନିକ ଭାରତକୁ ବିଶେଷ ଭାବରେ ପ୍ରଭାବିତ କରିଛନ୍ତି।
ମାନବ ଜାତିର ଉନ୍ନତି ପାଇଁ ସେ ଯେଉଁ ପରିକଳ୍ପନା କରିଥିଲେ ତାର ଚୂଡ଼ାନ୍ତ ରୂପରେ କହିଲେ ରାମକୃଷ୍ଣ ମଠ ମିଶନ ତିଆରି କରି ଏବଂ ତାହା ଠିକ୍ ଭାବରେ କାର୍ଯ୍ୟ ଆରମ୍ଭ କରିବା ଦେଖି ସେ କହିଥିଲେ ଯନ୍ତ୍ରକୁ ଆଉ କିଏ ବନ୍ଦ କରିପାରିବନି। ବିଭିନ୍ନ ସ୍ଥାନରୁ ତାଙ୍କୁ ଯିବା ପାଇଁ ନିମନ୍ତ୍ରଣ ଆସୁଥାଏ ଏବଂ ସେ ଯେଉଁଠାକୁ ଯାଉଥାନ୍ତି ହଜାର ହଜାର ଲୋକ ତାଙ୍କୁ ଶୁଣିବାକୁ ଓ ସମ୍ମାନ ଦେବାକୁ ଏକାଠି ହୋଇଥାନ୍ତି। ସେ 5 ମାସ କାଳ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳମାନ ବୁଲି ଦେଖିଲେ। ଏ ସମୟରେ ଜଣେ ଯୁବକ ସ୍ୱାମୀଜୀଙ୍କ ନିକଟକୁ ଆସି କହିଲେ, ସ୍ୱାମୀଜୀ, ମୁଁ ଅନେକ ଦଳରେ ମିଶିଛି କିନ୍ତୁ ସତ୍ୟ ସମ୍ବନ୍ଧରେ ଧାରଣା କରିପାରିଲି ନାହିଁ। ମୁଁ ପ୍ରତିଦିନ କବାଟ ବନ୍ଦ କରି ଧ୍ୟାନରେ ବସେ ଓ ଆଖି ବନ୍ଦ କରି ରହେ କିନ୍ତୁ କେବେ ବି ଶାନ୍ତି ପାଏ ନାହିଁ। କାହିଁକି? ସ୍ୱାମୀଜୀ କହିଲେ, ଯଦି ଶାନ୍ତି ଚାହଁ ତେବେ ଏହାର ବିପରୀତଟି କରିବାକୁ ପଡ଼ିବ। ତୁମ ଚାରିପାଖରେ କେତେ ଲୋକ ତୁମଠାରୁ ସାହାଯ୍ୟ ପାଇବା ଆଶାରେ ଅଛନ୍ତି, ସେମାନଙ୍କୁ ସାହାଯ୍ୟ କର। କ୍ଷୁଧାର୍ତ୍ତକୁ ଅନ୍ନ ଦିଅ, ତୃଷାର୍ତ୍ତକୁ ଜଳ ଦିଅ, ଯଥାସାଧ୍ୟ ପରର ଉପକାର କର, ସେଥିରେ ମନରେ ଶାନ୍ତି ଆସିବ। ଆଉ ଦିନେ ଗୋରକ୍ଷା ସମିତିରେ ଜଣେ ପ୍ରଚାରକ ଆସି ପହଞ୍ଚିଲେ ସ୍ୱାମୀଜୀଙ୍କଠାରୁ କିଛି ସାହାଯ୍ୟ ଆଶା କରି। ସେତେବେଳେ ଭୟଙ୍କର ଦୁର୍ଭିକ୍ଷ ଲୋକମାନଙ୍କୁ ସାହାଯ୍ୟ କରିବାକୁ କହିବାରୁ ତାହା ସେମାନଙ୍କର କର୍ମଫଳ ବୋଲି କହିଲେ। ଏହା ଶୁଣି ସ୍ୱାମୀଜୀ ତାଙ୍କୁ ତିରସ୍କାର କରି କହିଲେ, ତାହା ନ ହୋଇଥିଲେ ଏଭଳି ସବୁ କୃତି ସନ୍ତାନ ଆଉ କିଏ ପ୍ରସବ କରିବେ? ପ୍ରଥମେ ମଣିଷର ସେବାରେ ଅର୍ଥ ବ୍ୟୟ କରିବାକୁ କହିଥିଲେ। ତାଙ୍କ ବାଣୀରେ ଆକୃଷ୍ଟ ହୋଇ ପାଶ୍ଚାତ୍ୟ ଜଗତର କେତେକ ଶିଷ୍ୟ ଓ ଶିଷ୍ୟା ଭାରତ ଆସିଥାନ୍ତି। ସେମାନଙ୍କ ମଧ୍ୟରେ ମାର୍ଗାରେଟ୍ ନୋବେଲ ଅନ୍ୟତମ। ପରେ ସେ ଭଗିନୀ ନିବେଦିତା ନାମରେ ପରିଚିତ ହୋଇଥିଲେ। ଏହି ସମୟରେ ବଙ୍ଗଳାରେ ପ୍ଲେଗ ମହାମାରୀ ରୋଗ ଦେଖାଦେଲା। ଶହ ଶହ ଲୋକ ମଲେ ଓ ଅନେକ ପ୍ରାଣ ଭୟରେ ସେ ସ୍ଥାନ ଛାଡ଼ି ଚାଲିଯିବାକୁ ଲାଗିଲେ। ସ୍ୱାମୀଜୀ ପ୍ଲେଗ ରୋଗର ନିରାକରଣ କାର୍ଯ୍ୟରେ ଲାଗିଗଲେ। ଜଣେ ଗୁରୁଭାଇ ଟଙ୍କା କେଉଁଠୁ ଆସିବ ପଚାରିବାରୁ ସ୍ୱାମୀଜୀ କହିଥିଲେ, ଦରକାର ପଡ଼ିଲେ ସବୁ କିଛି ବିକ୍ରି କରିଦେବା। ତାହା ଅବଶ୍ୟ ହେଲା ନାହିଁ। ସେଥିପାଇଁ ପ୍ରଚୁର ଅର୍ଥ ସାହାଯ୍ୟ ଆସି ପହଞ୍ଚିଲା। ମଠ ଓ ମିଶନ ଦାୟିତ୍ୱ ଗୁରୁଭାଇଙ୍କ ଉପରେ ଛାଡ଼ିଦେଲେ। କେବେ କେବେ ସେ ଛୋଟ ପିଲାମାନଙ୍କ ପରି ପଶୁପକ୍ଷୀଙ୍କ ସହିତ ଖେଳୁଥିଲେ। କେବେ କେବେ ସାନ୍ତାଳ ମଜୁରିଆମାନଙ୍କ ସହିତ ଗଳ୍ପ କରୁଥିଲେ। ସେମାନଙ୍କ ସୁଖ ଦୁଃଖ କଥା ଶୁଣୁଥିଲେ। ଦିନେ ସେମାନଙ୍କ ଭିତରୁ ଜଣକୁ ଡାକି କହିଲେ, ଆଚ୍ଛା, ତୁମ ସମସ୍ତଙ୍କ ମଧ୍ୟରୁ ଗୋଟିଏ ଭୋଜି ହେଲେ କିପରି ହେବ? ଏହା ଶୁଣି ସେମାନେ ଭାରି ଖୁସି ହେଲେ। ସ୍ୱାମୀଜୀ ସେମାନଙ୍କ ପାଖରେ ବସି ସେମାନଙ୍କୁ ଖୁଆଇଲେ ଏବଂ କହିଲେ, ଏମାନେ ଯେ ସାକ୍ଷାତ ନାରାୟଣ, ଆଜି ନାରାୟଣଙ୍କୁ ଖୁଆଇଲି। ସ୍ୱାମୀଜୀ ଜାଣିଥିଲେ ତେବେ ତାଙ୍କୁ ଏ ଦୁନିଆ ଛାଡ଼ି ଯିବାକୁ ହେବ। ତାଙ୍କ କାର୍ଯ୍ୟ ସରିଛି। ତାଙ୍କର ଗୁରୁ ଶ୍ରୀ ରାମକୃଷ୍ଣ କହିଥିଲେ, ନରେନ ଯେତେବେଳେ ନିଜ ସ୍ୱରୂପ ଜାଣିପାରିବ ସେତେବେଳେ ଆଉ ସେ ଦେହ ରଖିବ ନାହିଁ। 1902 ମସିହା ଜୁଲାଇ 4 ତାରିଖ ସକାଳୁ ଉଠି ବହୁ ସମୟ ଠାକୁର ଘରେ ଧ୍ୟାନ କଲେ। ଶ୍ୟାମ ସଙ୍ଗୀତ ଗାଇଲେ। ବାରଣ୍ଡାରେ ବୁଲିଲା ବେଳେ ନିଜ ମନକୁ ମନ କହି ଉଠିଲେ, ଯଦି ଆଉ ଗୋଟିଏ ବିବେକାନନ୍ଦ ଥାଆନ୍ତା ତେବେ ବୁଝିପାରନ୍ତା ବିବେକାନନ୍ଦ କ'ଣ କରିଛି। ସନ୍ଧ୍ୟା ଆସିଲା। ସେ ନିଜ ଘରେ ଧ୍ୟାନରେ ବସିଲେ। ତାହା ଥିଲା ତାଙ୍କର ମହାସମାଧି। ଯେଉଁଠାରୁ ଆସିଥିଲେ ସେଠାକୁ ପୁନରାୟ ଫେରିଗଲେ। ସେ ଖଣ୍ଡିଏ ଚିଠି ଲେଖିଥିଲେ, ମୃତ୍ୟୁ ପରେ ମଧ୍ୟ ଜଗତର କଲ୍ୟାଣ ପାଇଁ କାମ କରୁଥିବି। ସ୍ୱାମୀ ବିବେକାନନ୍ଦ ସର୍ବତ୍ୟାଗୀ ସନ୍ନ୍ୟାସୀ ଥିଲେ, ମାତ୍ର ହୃଦୟରେ ପୃଥିବୀର ସମସ୍ତ ଲୋକମାନଙ୍କ ପାଇଁ ପ୍ରେମ ଥିଲା। ଭାରତବାସୀ ତାଙ୍କ ହୃଦୟକୁ ମଣ୍ଡନ କରିଥିଲେ। ପ୍ରତ୍ୟେକ ମଣିଷ ଭିତରେ ସେ ଈଶ୍ୱରଙ୍କୁ ଦେଖିଥିଲେ। ଈଶ୍ୱରଙ୍କୁ ଆରାଧନା କରିବା, ଦେଶ ସେବା ଓ ମାନବ କଲ୍ୟାଣ ତାଙ୍କ ନିକଟରେ ଏକ ଥିଲା। ଭାରତର ଲୋକମାନଙ୍କୁ ସେଥିପାଇଁ ମାତୃଭୂମିର ସେବାରେ ନିଜକୁ ନିୟୋଜିତ କରିବାକୁ ଡାକରା ଦେଇଥିଲେ। ଫଳରେ ଭାରତ ହେଲା ସ୍ୱାଧୀନ। ଭାରତ ତାର ପୂର୍ବ ହଜିଯାଇଥିବା ଗୌରବକୁ ଫେରାଇ ଆଣିବାକୁ ଚେଷ୍ଟା କଲା। ଭାରତର ଜାତୀୟ ଜୀବନର ଆଦର୍ଶ ଆଧ୍ୟାତ୍ମିକତା। ଏହା ହିଁ ତାର ଶକ୍ତି। ଏ ଆଧ୍ୟାତ୍ମିକ ଶକ୍ତିକୁ ଭାରତର ଯୁବକମାନେ କାର୍ଯ୍ୟରେ ଲଗାଇଲେ ଭାରତ ଅଧିକ ଉନ୍ନତି ହେବ। ସ୍ୱାମୀଜୀଙ୍କର ଏହି ବାଣୀ ପୃଥିବୀର ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ସେ ବେଦାନ୍ତ ଶବ୍ଦ ବ୍ୟବହାର କରୁଥିଲେ। ଏହି ବିଶ୍ୱ ଏକ ଏବଂ ବିଶ୍ୱର ଲୋକମାନେ ଭିନ୍ନ ଭିନ୍ନ ବାଟ ଦେଇ ସେହି ଗୋଟିଏ ସତ୍ୟ ନିକଟରେ ପହଞ୍ଚନ୍ତି। ସ୍ୱାମୀଜୀଙ୍କର ଏହି ବାଣୀ ପୂର୍ବ ଓ ପଶ୍ଚିମ ମଧ୍ୟରେ ସମନ୍ୱୟ ଓ ସମ୍ପର୍କ ସ୍ଥାପନ କଲା। ସ୍ୱାମୀଜୀ ଆମର ନେତା। ଆଧୁନିକ ଭାରତରେ ସେ ଯେଉଁ ରୂପ ଦେଇଥିଲେ ତା କାମ ଲଗାଇବାକୁ ସେ ତରୁଣମାନଙ୍କୁ ଆହ୍ୱାନ ଦେଇଛନ୍ତି। କଥାରେ କାମରେ ତାଙ୍କର ବାଣୀ ଓ ଆଦର୍ଶକୁ ଗ୍ରହଣ କଲେ ଭାରତ ଆଗକୁ ବଢ଼ି ଚାଲିବ। ସେ ହିଁ ସମସ୍ତ ଭାରତବାସୀଙ୍କର ଏକମାତ୍ର ନେତା। ସେ ହିଁ କେବଳ କହିପାରନ୍ତି, ଶକ୍ତି ଏକମାତ୍ର ହିଁ ଆମର ଦରକାର। ତୁମେ ପ୍ରତ୍ୟେକ ନିଜ ଗୋଡ଼ରେ ଠିଆ ହୋଇ ସବୁ ପ୍ରକାର ବନ୍ଧନରୁ ମୁକ୍ତ ହୁଅ। ଯଦି ଜଗତକୁ କୌଣସି ଧର୍ମ ଶିଖାଇବାକୁ ହୁଏ ତେବେ ତାହା ନିର୍ଭୀକତାର ଧର୍ମ। ଉଠ, ଜାଗ, ମୋହାଚ୍ଛନ୍ନ ହୋଇ ନିଜକୁ ଦୁର୍ବଳ ଭାବ ନାହିଁ। ସଂକୋଚନ ହିଁ ମୃତ୍ୟୁ। ସବୁ ପ୍ରକାର ସମ୍ପ୍ରସାରଣ ହିଁ ଜୀବନ। ଶିକ୍ଷାର ମୂଳମନ୍ତ୍ର ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା ଓ ଆତ୍ମବିଶ୍ୱାସ। ଦରିଦ୍ର କୁଟୀର ହିଁ ଜାତିର ବସତି। ଯେତେବେଳେ ତୁମମାନଙ୍କ ମଧ୍ୟରେ ଖାଣ୍ଟି ମଣିଷ ଜନ୍ମିବେ, ଯେଉଁମାନେ ଦେଶ ପାଇଁ ସର୍ବସ୍ୱ ତ୍ୟାଗ କରିବାକୁ ପ୍ରସ୍ତୁତ, ସେତେବେଳେ ଭାରତ ସମସ୍ତ ଦିଗରେ ମହିମାନ୍ୱିତ ହେବ। ଧର୍ମର ସଂହତି ସ୍ଥାପନ ହିଁ ଭବିଷ୍ୟତ ଭାରତ ଗଢ଼ିବାର ପ୍ରଥମ ସୋପାନ। ବହୁ ଦିଗରେ ବିସ୍ତୀର୍ଣ୍ଣ ଆଧ୍ୟାତ୍ମିକ ଶକ୍ତି ସମୂହର ସମ୍ମିଳନ ଦ୍ୱାରା ଭାରତର ଜାତୀୟ ଐକ୍ୟର ପ୍ରତିଷ୍ଠା କରିବାକୁ ହେବ। ପରୋପକାର ହିଁ ଧର୍ମ। ବାକି ଯାଗଯଜ୍ଞ ସବୁ ପାଗଳାମି। ନିଜର ମୁକ୍ତି କାମନା ମଧ୍ୟ ଅନ୍ୟାୟ। ଜୀବ ଜ୍ଞାନେ ଜୀବ ସେବା। ତୁମ ସାମ୍ନାରେ ତୁମ ଚାରିଦିଗରେ ଯେଉଁମାନେ ଅଛନ୍ତି ସେମାନଙ୍କର ପୂଜା କରିବାକୁ ହେବ। ସେବା ନୁହେଁ। ଏସବୁ ମଣିଷ, ଏସବୁ ପଶୁ, ଏହିମାନେ ହିଁ ତୁମର ଈଶ୍ୱର। ଆଉ ତୁମର ସ୍ୱଦେଶବାସୀଗଣ ହିଁ ତୁମର ପ୍ରଥମ ଉପାସ୍ୟ। ମଣିଷ ହୁଅ ଏବଂ ଅନ୍ୟକୁ ମଣିଷ ହେବାରେ ସହାୟତା କର।
ଏହି ଉଦ୍ଦେଶ୍ୟରେ ସେ ଭାରତରେ ଯେଉଁ ନୂଆ ଆଲୁଅ ଦେଲେ ତାହା ଏବେ ବି ଜଳୁଛି। ସେ ଆମ ପାଖରେ ନାହାନ୍ତି। ପ୍ରିୟ ଭାରତବାସୀଙ୍କୁ ମୋର ଭାଇ କହିବା ପାଇଁ ସ୍ୱାମୀଜୀ ନଥିଲେ ବି ତାଙ୍କର ଆଦର୍ଶ ଏବେ ବି ଆମ ପାଖରେ ରଖା ହୋଇଛି। ଭାରତବାସୀଙ୍କୁ ହଜାର ହଜାର ବର୍ଷର ଅନ୍ଧାରରୁ ଆଲୋକକୁ ଠେଲି ଦେଇ ଆଗକୁ ଯିବାକୁ ସେ ନିର୍ଦ୍ଦେଶ ଦେଲେ। ସେ କହିଲେ, ମହତ ହେବାକୁ ହେଲେ ଭାରତକୁ ତା'ର ଅତୀତ ଐତିହ୍ୟକୁ ପୁନଃ ଜାଗ୍ରତ କରିବାକୁ ହେବ। ଆଧ୍ୟାତ୍ମିକତା ସର୍ବଶ୍ରେଷ୍ଠ ବଳ। ସମଗ୍ର ପୃଥିବୀକୁ ଭାରତ ଆଧ୍ୟାତ୍ମିକତା ଶିକ୍ଷା ଦେବ। ମଣିଷ ଭିତରେ ଈଶ୍ୱରଙ୍କୁ ପୂଜା କରିବା ପାଇଁ ସେ ନିଜର ଜୀବନ ଦେଇ ଆଗେଇ ଆସ ଏବଂ ବାରମ୍ବାର ସେ ଆହ୍ୱାନକୁ ମନେ ପକାଅ। ଉଠ, ଜାଗ୍ରତ ହୁଅ, ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଆଗେଇ ଚାଲ। ସେ ଆହ୍ୱାନ ହେଉଛି ଭାରତର ଆତ୍ମପୁରୁଷ ସ୍ୱାମୀ ବିବେକାନନ୍ଦଙ୍କର। ସେ ମହାନ ଦେଶପ୍ରେମୀ ସନ୍ନ୍ୟାସୀ, ଏ ଯୁବନ ଚେତନାର ପ୍ରତୀକ। ବିଶ୍ୱକବି ରବୀନ୍ଦ୍ରନାଥ ଏଥିପାଇଁ ଫରାସୀ ଲେଖକ ରୋମାରୋଲଙ୍କୁ କହିଥିଲେ, ଯଦି ଭାରତବର୍ଷକୁ ଜାଣିବାକୁ ଚାହଁ ତେବେ ବିବେକାନନ୍ଦଙ୍କୁ ପଢ଼। ସ୍ୱାମୀଜୀଙ୍କର କେତେକ ଅମୂଲ୍ୟ ବାଣୀ। ଯେ ନିଜକୁ ବିଶ୍ୱାସ କରେ ନାହିଁ ସେ ହେଉଛି ନାସ୍ତିକ। ପ୍ରାଚୀନ ଧର୍ମ କହୁଛି ଈଶ୍ୱରଙ୍କଠାରେ ବିଶ୍ୱାସ ନଥିବା ଲୋକ ହିଁ ନାସ୍ତିକ। ଆଧୁନିକ ଧର୍ମ କହୁଛି ଯାହାର ନିଜଠାରେ ବିଶ୍ୱାସ ନାହିଁ ସେ ହେଉଛି ନାସ୍ତିକ। ପୃଥିବୀର ଇତିହାସ ସେହି କେତେକ ମୁଷ୍ଟିମେୟ ଲୋକଙ୍କ ଇତିହାସ ଯେଉଁମାନଙ୍କର ନିଜଠାରେ ବିଶ୍ୱାସ ଥିଲା। ସେହି ଆତ୍ମା ହିଁ ଅନ୍ତସ୍ଥ ଭଗବତ ସତ୍ତାକୁ ଜାଗରକ କରେ। ତୁମେ ସବୁ କିଛି କରିପାର। ତୁମେ କେବଳ ସେତିକିବେଳେ ବିଫଳ ହୁଅ ଯେତେବେଳେ ତୁମେ ଅନନ୍ତ ଶକ୍ତିକୁ ପରିପ୍ରକାଶ କରିବା ପାଇଁ ଯଥେଷ୍ଟ ପରିମାଣରେ ଚେଷ୍ଟା କର ନାହିଁ। ବ୍ୟକ୍ତି ହେଉ ବା ଜାତି ହେଉ, ସେତେବେଳେ ସେ ସ୍ୱୀୟ ଆସ୍ଥା ହରାଇ ବସେ, ସେତେବେଳେ ତାହାର ମୃତ୍ୟୁ ଘନେଇ ଆସେ। ତୁମେ ଯାହା କିଛି ଭାବିଛ ତାହା ତୁମେ ନିଶ୍ଚୟ ହୋଇପାରିବ। ତୁମେ ଯଦି ନିଜକୁ ଦୁର୍ବଳ ମନେ କର ତାହେଲେ ତୁମେ ଦୁର୍ବଳ ହୋଇଯିବ। ତୁମେ ଯଦି ନିଜକୁ ଶକ୍ତିଶାଳୀ ମନେ କର ତାହେଲେ ତୁମେ ଶକ୍ତିଶାଳୀ ହୋଇ ଉଠିବ। କଦାପି ନାହିଁ କୁହନା, କଦାପି କୁହନା ମୁଁ ଅସମର୍ଥ, କାରଣ ତୁମେ ଅନନ୍ତ ଓ ଅସୀମ। ଏଭଳି ଦେଶ କାଳ ତୁମର ପ୍ରକୃତି ତୁଳନାରେ ନଗଣ୍ୟ ଓ ତୁଚ୍ଛ। ତୁମେ ସର୍ବଶକ୍ତିମାନ, ତେଣୁ ସବୁ କରିପାରିବାର ସାମର୍ଥ୍ୟ ତୁମର ଅଛି। ମଣିଷ, ଏହା ହିଁ ଆବଶ୍ୟକ। ଅନ୍ୟ ସମସ୍ତେ ପ୍ରସ୍ତୁତ ହୋଇଯିବ, କିନ୍ତୁ ଶକ୍ତି, ବଳଶାଳୀ, ବିଶ୍ୱାସ ଓ ନିତାନ୍ତ ନିଷ୍ଠାପର ଯୁବଗଣ ଦରକାର। ଏଥିରୁ 100 ଜଣ ମିଳିଗଲେ ବିଶ୍ୱରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ଲୋକମାନେ ଯାହା କହିବେ କୁହନ୍ତୁ, କିନ୍ତୁ ତୁମେ ନିଜର ବଳିଷ୍ଠ ବିଶ୍ୱାସ ଉପରେ ଆସ୍ଥା ରାଖ ଏବଂ ନିଶ୍ଚିତ ରୁହ ଯେ ଅବଶେଷରେ ଏହି ପୃଥିବୀ ତୁମର ପଦାନତ ହେବ। ଏକ ନିର୍ଦ୍ଦିଷ୍ଟ ଭାବନାକୁ ଦୃଢ଼ତାର ସହ ଧାରଣ କର। ସେହି ଗୋଟିକା ଭାବନାରେ ତୁମର ଜୀବନ ତିଆରି କର। ତାହା ବିଷୟ ନେଇ ଭାବ, ତାହାକୁ ସ୍ୱପ୍ନ ଦେଖ, ସେ ଭାବନାକୁ ଧରି ବଞ୍ଚ। ମାନବ ଓ ପଶୁ ମଧ୍ୟରେ ପ୍ରଧାନ ପାର୍ଥକ୍ୟ ହେଉଛି ସେମାନଙ୍କର ଏକାଗ୍ରତା ଶକ୍ତିର ପାର୍ଥକ୍ୟ। ଅନ୍ତଃପ୍ରକୃତି ଓ ବହିଃପ୍ରକୃତିର ଊର୍ଦ୍ଧ୍ୱତମ ସ୍ତରକୁ ଉଠିବା ପାଇଁ ସଂଗ୍ରାମ କରୁଥିବା ମଣିଷ ହିଁ ପ୍ରକୃତରେ ମଣିଷ। ଶୁଦ୍ଧତା, ଧୈର୍ଯ୍ୟ ଓ ଅଧ୍ୟାବସାୟ ହେଉଛି ସଫଳତାର 3 ଗୋଟି ଅତ୍ୟାବଶ୍ୟକ ପଦାର୍ଥ। ସର୍ବୋପରି ଚତୁର୍ଥଟି ହେଲା ପ୍ରେମ। ଅହରହ ସମ୍ପ୍ରସାରିତ ହେବା ହିଁ ଜୀବନ, ସଂକୋଚନ ହିଁ ମୃତ୍ୟୁ। ଯେଉଁ ଶକ୍ତି ସ୍ୱାର୍ଥପର ହୋଇ ଖାଲି ବ୍ୟକ୍ତିଗତ ଜୀବନର ସୁବିଧା ଦୁଃଖତା ଏବଂ ଆଳସ୍ୟପୂର୍ଣ୍ଣ ଜୀବନଯାପନ କରେ, ତା ପାଇଁ ନରକରେ ସୁଦ୍ଧା ସ୍ଥାନ ନାହିଁ। ଅବିଚ୍ଛିନ୍ନ ଭାବରେ ମହତ୍ କାର୍ଯ୍ୟ କର ଏବଂ ମହତ୍ ଭାବନା ଭାବି ଆଗେଇ ଚାଲ। ନିମ୍ନବିତ୍ତ ସଂସ୍କାରଗୁଡ଼ିକ ଦମନ କରିବାର ଏହା ହିଁ ଏକମାତ୍ର ମାର୍ଗ। ପ୍ରତ୍ୟେକ ଆତ୍ମାରେ ଭଗବତ ସତ୍ତା ପ୍ରଚ୍ଛନ୍ନ ହୋଇ ରହିଛି। ଅନ୍ତଃ ଓ ବାହ୍ୟ ପ୍ରକୃତିକୁ ନିୟମନ କରି ଭଗବତ ସତ୍ତାକୁ ପ୍ରକାଶ କରିବା ଆମର ଲକ୍ଷ୍ୟ ଅଟେ। ଏହା କର୍ମ, ଉପାସନା, ସଂଯମ କିମ୍ବା ଦର୍ଶନଶାସ୍ତ୍ର ଦ୍ୱାରା ଏକାଧିକ ଅଥବା ଏ ସମସ୍ତ ଉପାୟରେ ସାଧନ କରି ମୁକ୍ତ ହୋଇଯାଅ। ଏହା ହିଁ ସମୁଦାୟ ଧର୍ମ। ଯାବତୀୟ ବିଧିବିଧାନ, କର୍ମାଣୀ, ଗ୍ରନ୍ଥ, ଦେବାଳୟ କିମ୍ବା ସଂସ୍ଥାନ କେବଳ ଗୌଣ ବିସ୍ତାର ବୋଲି ବୁଝିବାକୁ ହେବ। ଯାଅ ଏବଂ ସମସ୍ତଙ୍କୁ କୁହ, ନିଦ୍ରା ପରିହାର କର। ସକଳ ଦୁଃଖ ଏବଂ ଅନାଟନକୁ ଦୂର କରିବା ପାଇଁ ତୁମ ଭିତରେ ଶକ୍ତି ନିହିତ ଅଛି। ଏହା ବିଶ୍ୱାସ କର ଏବଂ ସେହି ଶକ୍ତି ପ୍ରକାଶିତ ହେବ। ମାନବ ମଧ୍ୟରେ ନିହିତ ପୂର୍ଣ୍ଣତର ପରିପ୍ରକାଶ ହିଁ ଶିକ୍ଷା। କ'ଣ ଶିକ୍ଷାପଦ ବାଚ୍ୟ? ନିଜ ଗୋଡ଼ରେ ଠିଆ ହୋଇପାରିବାକୁ ଯାହା ବଳ ଦିଏ ତାହା ହିଁ ପ୍ରକୃତ ଶିକ୍ଷା। ଶିକ୍ଷା ହିଁ କେବଳ ଶିକ୍ଷା। ୟୁରୋପର ବହୁ ନଗରୀ ଭ୍ରମଣ କଲାବେଳେ ଏପରିକି ସେଠାରେ ଦରିଦ୍ର ଲୋକମାନଙ୍କର ସ୍ୱାଚ୍ଛନ୍ଦ୍ୟ ଓ ଶିକ୍ଷା ଦେଖି ଓ ଆମ ଦେଶର ଦୁଷ୍ଟ ଲୋକଙ୍କର କଥା ସ୍ମରଣ କରି ଅଶ୍ରୁପାତ କରୁଥିଲେ। ଏତେ ପାର୍ଥକ୍ୟ କ'ଣ ପାଇଁ? ମୋତେ ଉତ୍ତର ମିଳିଲା, ତାହା ହେଉଛି ଶିକ୍ଷା। ଗାମ୍ଭୀର୍ଯ୍ୟର ହ୍ରାସ ଓ ପ୍ରତ୍ୟକ୍ଷତାକୁ ଉପହାସ କରିବା ମନୋବୃତ୍ତି ଏକ ଭୟଙ୍କର ବ୍ୟାଧି ହୋଇ ଆମ ଜାତୀୟ ଜୀବନର ଉକ୍ତ ସ୍ରୋତରେ ସଂକ୍ରମିତ ହୋଇ ଆସୁଛି। ତାକୁ ତ୍ୟାଗ କର, ତାକୁ ବର୍ଜନ କର। ବଳିଷ୍ଠ ହୁଅ, ଶ୍ରଦ୍ଧା ପୋଷଣ କର, ଆଉ ସବୁ ବଳେ ଆସିଯିବ। ଯାହାଦ୍ୱାରା ଚରିତ୍ର ଗଠନ ହୁଏ, ମନର ବଳ ବଢ଼େ, ବୁଦ୍ଧି ପ୍ରସାରିତ ହୁଏ ଏବଂ ଯାହାଦ୍ୱାରା ଜଣେ ତାର ନିଜ ଗୋଡ଼ରେ ଠିଆ ହୋଇପାରେ, ସେହି ଶିକ୍ଷା ଆମେ ଚାହୁଁ।
ଯେଉଁ ପୁରୁଷ ଶାନ୍ତ, ସମାହିତ, ସୁବିଚାର ଓ ଯାହାର ସ୍ନାୟୁମଣ୍ଡଳ ଶୀତଳ ଏବଂ ଯେ ପ୍ରଚୁର ସ୍ନେହ ଓ ସମବେଦନା ଅଧିକାରୀ, ସେହି କେବଳ ଉତ୍ତମ କାର୍ଯ୍ୟ ସାଧନ କରିପାରନ୍ତି ଓ ତା ଫଳରେ ନିଜର କଲ୍ୟାଣ ସାଧନ କରନ୍ତି। ତୁମେ କାହାକୁ ସାହାଯ୍ୟ କରିପାରିବ ନାହିଁ, ତୁମେ କେବଳ ସେବା କରିପାରିବ। ତୁମର ଯଦି ସୁବିଧା ଅଛି ତେବେ ଈଶ୍ୱରଙ୍କର ସନ୍ତାନମାନଙ୍କର ସେବା କର ଓ ଈଶ୍ୱରଙ୍କର ସେବା କର। ଯିଏ ଜୀବକୁ ସେବା କରେ ସେ ହିଁ କେବଳ ଭଗବାନଙ୍କୁ ସେବା କରେ। ଶୁଦ୍ଧ ହେବା ଓ ଅନ୍ୟର ମଙ୍ଗଳ କରିବା ହିଁ ସକଳ ଉପାସନାର ନିର୍ଯ୍ୟାସ। ଯେଉଁ ବ୍ୟକ୍ତି ଦରିଦ୍ର, ଦୁର୍ବଳ ଓ ରୁଗ୍ଣ ମଧ୍ୟରେ ଶିବଙ୍କୁ ଦେଖିପାରେ ସେ ହିଁ ପ୍ରକୃତରେ ଶିବଙ୍କୁ ଉପାସନା କରେ। ଯଦି ସେ ଶିବଙ୍କୁ କେବଳ ପ୍ରତିମାର ଦର୍ଶନ କରେ, ତାର ଉପାସନା କେବଳ ଉପକ୍ରମ ମାତ୍ର। ଉତ୍ତମ ଲୋକମାନେ କେବଳ ଅନ୍ୟ ପାଇଁ ବଞ୍ଚନ୍ତି। ଜ୍ଞାନୀ ଲୋକମାନେ ଅନ୍ୟ ପାଇଁ ନିଜକୁ ଉଚ୍ଚର କରିବା ଉଚିତ। କେବଳ ତୁମର ମଙ୍ଗଳ କରିବା ଦ୍ୱାରା ମୁଁ ମୋ ନିଜର ମଙ୍ଗଳ କରିପାରିବି, ଆଉ ଅନ୍ୟ କୌଣସି ପନ୍ଥା ନାହିଁ। ଗ୍ରାମକୁ ଗ୍ରାମାନ୍ତରକୁ ଯାଅ, ମାନବ ଜାତି ପାଇଁ ଓ ବିଶାଳ ବିଶ୍ୱ ପାଇଁ କଲ୍ୟାଣକର କାର୍ଯ୍ୟ କର। ଅନ୍ୟର ପରିତ୍ରାଣ ପାଇଁ ତୁମେ ନିଜେ ନର୍କକୁ ଯାଅ। ମୃତ୍ୟୁ ଯଦି ସୁନିଶ୍ଚିତ, ତେବେ ଏହି ମହାନ ଆଦର୍ଶ ପାଇଁ ମୃତ୍ୟୁବରଣ କରିବା ଶ୍ରେୟସ୍କର ଅଟେ। ପୃଥିବୀ ଇତିହାସର ସମସ୍ୟାରେ ତୁମେ ଦେଖିବ ଯେ ମହତ୍ ବ୍ୟକ୍ତିଗଣ ମହାନ ତ୍ୟାଗ କରିଛନ୍ତି ଓ ଜନସାଧାରଣ ତାହାର ଫଳ ଉପଭୋଗ କରିଛନ୍ତି। ତୁମେ ଯଦି ନିଜର ପରିତ୍ରାଣ ପାଇଁ ସବୁକିଛି ଜଳାଞ୍ଜଳି ଦେବାକୁ ଇଚ୍ଛୁକ ଥାଅ, ତେବେ ତାହା କିଛି ନୁହେଁ। ଜଗତର ମଙ୍ଗଳ ପାଇଁ ତୁମେ ନିଜର ମୁକ୍ତିକୁ ଜଳାଞ୍ଜଳି ଦେବାକୁ ଇଚ୍ଛା କରିଛ ଯଦି, ତାହେଲେ ତୁମେ ହିଁ ପରମେଶ୍ୱର, ଏହି କଥା ଭାବନା କର। ଭୟ ହିଁ ମୃତ୍ୟୁ। ତୁମକୁ ସମସ୍ତ ଭୟ ଅତିକ୍ରମ କରିବାକୁ ପଡ଼ିବ। ତେଣୁ ଆଜିଠାରୁ ଭୟଶୂନ୍ୟ ହୁଅ, ବାହାରି ପଡ଼। ନିଜର ମୁକ୍ତି ଓ ପରର ଉପକାର ପାଇଁ ଜୀବନ ଦାନ କର। ଖାଲି ଗୁଡ଼ାଏ ମାଂସ ଓ ହାଡ଼ର ଭାର ବହନ କରି କ'ଣ ଲାଭ? ଧର୍ମ ହେଉଛି ସେହି ଭାବ ଯାହା ପଶୁକୁ ମନୁଷ୍ୟ ଓ ମନୁଷ୍ୟକୁ ଭଗବାନଙ୍କ ସ୍ତରକୁ ଉନ୍ନୀତ କରୁଛି। ଈଶ୍ୱର ଏବଂ ମନୁଷ୍ୟର ସଂଜ୍ଞା ହେଉଛି ମନୁଷ୍ୟ ଏକ ଅନନ୍ତ ବୃତ୍ତ ଯାହାର ପରିଧି କୋତ୍ରାପି ନାହିଁ, କିନ୍ତୁ ତାର କେନ୍ଦ୍ର ଏକ ସ୍ଥାନରେ ଗୋଟିଏ ସ୍ଥାନରେ ନିହିତ ଅଛି, ଏବଂ ଭଗବାନ ଏକ ଅନନ୍ତ ବୃତ୍ତ ଯାହାର ପରିଧି କେଉଁଠାରେ ନାହିଁ, କିନ୍ତୁ ତାର କେନ୍ଦ୍ର ସର୍ବତ୍ର ବିଦ୍ୟମାନ। ଯାହା ଆମମାନଙ୍କର ଉନ୍ନତି ବିଧାନ କରେ ତାହା ହେଉଛି ଧର୍ମ, ଏବଂ ଯାହା ଆମର ପତନ କରାଏ ତାହା ହେଉଛି ପାପ। ମନୁଷ୍ୟ ତିନି ଗୋଟି ଗୁଣରେ ଗଠିତ: ପଶୁତ୍ୱ, ମନୁଷ୍ୟତ୍ୱ ଓ ଦେବତ୍ୱ। ଯାହା ତୁମ ପାଖରେ ଦେବତ୍ୱର ବୁଦ୍ଧି ଘଟାଏ ତାହା ହେଉଛି ଧର୍ମ, ଏବଂ ଯାହା ତୁମ ମଧ୍ୟରେ ପଶୁତ୍ୱର ବୁଦ୍ଧି ଲାଗି ଅବକାଶ ଆଣେ ତାହା ହେଉଛି ଅଧର୍ମ। ନିଃସ୍ୱାର୍ଥପରତା ହିଁ ଭଗବାନ। ବେଦାନ୍ତର ଆଦର୍ଶ ହେଉଛି ମନୁଷ୍ୟକୁ ଯଥାର୍ଥ ଭାବରେ ତାର ନିଜସ୍ୱ ରୂପରେ ଜାଣିବା। ଏହା ହେଉଛି ତାର ବାର୍ତ୍ତା ଯେ ତୁମେ ଯଦି ପ୍ରକାଶ ଭଗବାନ ମାନବ ସତ୍ତାକୁ ଆରାଧନା କରି ନ ପାରୁଛ, ତେବେ କିପରି ତୁମେ ଏକ ଅପ୍ରକାଶିତ ଭଗବାନଙ୍କୁ ଆରାଧନା କରିପାରିବ? ଧର୍ମର ଗୁପ୍ତ ତଥ୍ୟ ମତବାଦରେ ନାହିଁ, ଅଭ୍ୟାସରେ ହିଁ ସୁପ୍ରତିଷ୍ଠିତ। ଭଲ ହୁଅ ଏବଂ ଭଲ କର, ତାହା ହିଁ ସମସ୍ତ ଧର୍ମ ଅଟେ। ମନୁଷ୍ୟ ନିକଟକୁ ଶାନ୍ତି ଆଣିବା ହିଁ ଧର୍ମର ମୌଳିକ ଲକ୍ଷ୍ୟ। ନୈତିକତାରେ ଯେଉଁ ଏକମାତ୍ର ସଂଜ୍ଞା ଦିଆଯାଇପାରେ ତାହା ହେଉଛି ଏହା: ସ୍ୱାର୍ଥପରତା ହିଁ ଦୁର୍ନୀତି ଓ ନିଃସ୍ୱାର୍ଥପରତା ହିଁ ନୀତି। ସର୍ବପ୍ରଥମେ ଏହି କଥାଟିକୁ ବୁଝିବାକୁ ଚେଷ୍ଟା କର। ମଣିଷ ନିୟମ ଗଢ଼େ ବା ନିୟମ ମଣିଷକୁ ଗଢ଼େ? ମଣିଷ ଟଙ୍କା ସୃଷ୍ଟି କରେ ନା ଟଙ୍କା ମଣିଷକୁ ସୃଷ୍ଟି କରେ? ମଣିଷ ନାମଯଶ କରେ ନା ନାମଯଶ ମଣିଷକୁ ଲାଭ କରେ? ପ୍ରଥମେ ମଣିଷ ହୁଅ, ଅନ୍ୟ ସମସ୍ତ ବିଷୟ କିପରି ଆପଣୁଛି ତୁମ ପଛେ ପଛେ ତାପରେ ଦେଖିବ ଅନ୍ୟ ସମସ୍ତ ବିଷୟ କିପରି ଆପଣୁଛି ତୁମ ପଛେ ପଛେ ଅନୁକରଣ କରୁଛି। ଭାରତର ଉତ୍ଥାନ ଅବଶ୍ୟଭାବୀ। ମାଂସପେଶୀର ଶକ୍ତିରେ ନୁହେଁ, ଆତ୍ମୀୟ ଶକ୍ତିରେ। ଧ୍ୱଂସର ପତାକାରେ ନୁହେଁ, ଶାନ୍ତି ଓ ମୈତ୍ରୀର ବୈଜୟନ୍ତୀରେ ଏହା ସମ୍ଭବ। ନୂତନ ଭାରତ ବାହାରୁ ଚାଷୀର ଚାଷ ଲଙ୍ଗଳକୁ ଲଙ୍ଗଳ କରି, କେଉଟ ମୋଚି ମେହେନ୍ତର କୁଡ଼ିଆ ଭିତରୁ, ବାହାରୁ ତେଜର ଦୋକାନରୁ, କୁଡ଼ିଆର ଚୁଲି ପାଖରୁ, ବାହାରୁ କାରଖାନାରୁ, ହାଟରୁ, ବଜାରରୁ, ବାହାରୁ ତୋଟା, ଅରଣ୍ୟ, ପାହାଡ଼ ପର୍ବତରୁ। ଆମେ ଭାରତୀୟମାନେ ଗୋଟିଏ ବଡ଼ ଦୋଷରୁ ଦୁର୍ଦ୍ଦଶା ଭୋଗ କରୁଛୁ। ତାହା ହେଲା ଆମେ କୌଣସି ଚିରସ୍ଥାୟୀ ସଂଗଠନ ଗଠନ ଗଢ଼ିପାରୁନାହୁଁ। ଏହାର କାରଣ ହେଉଛି ଆମେ ଅନ୍ୟ ସହିତ କ୍ଷମତାରେ ଭାଗି ହେବାକୁ ପ୍ରସ୍ତୁତ ନୋହୁଁ। ଆମେ ଚାଲିଗଲା ପରେ କ'ଣ ହେବ ସେହି ବିଷୟରେ ଆମେ ଚିନ୍ତା କରୁନାହୁଁ। ତୁମେ ଯଦି ଆଧ୍ୟାତ୍ମିକତା ପରିତ୍ୟାଗ କରି ପାଶ୍ଚାତ୍ୟର ବାସ୍ତବବାଦୀ ସଭ୍ୟତା ପଛରେ ଧାବମାନ ହୁଅ, ତାହାର ପରିଣତି ହେବ ଯେ ତିନି ପୁରୁଷ ଭିତରେ ତୁମେ ଏକ ନିଶ୍ଚିହ୍ନ ଜାତିରେ ପରିଣତ ହୋଇଯିବ। କାରଣ ଜାତିର ମେରୁଦଣ୍ଡ ଭାଙ୍ଗିଯିବ, ଜାତୀୟ ଅଟ୍ଟାଳିକାର ମୂଳଦୁଆ ଦୋହଲିଯିବ ଏବଂ ତା ଫଳରେ ଚାରିଆଡ଼େ ଧ୍ୱଂସର ତରଙ୍ଗ ସଞ୍ଚରିଯିବ। କୌଣସି ଅପନିନ୍ଦାର ଶବ୍ଦ ଉଚ୍ଚାରଣ କର ନାହିଁ। ତୁମର ଓଠ ବନ୍ଦ କର ଏବଂ ତୁମ ହୃଦୟକୁ ଖୋଲିଦିଅ। ଏହି ଭୂମି ତଥା ସମଗ୍ର ପୃଥିବୀର ଉଦ୍ଧାର ପାଇଁ କାର୍ଯ୍ୟ କର ଏବଂ ତୁମେ ପ୍ରତ୍ୟେକ ଚିନ୍ତା କର ଯେ ସମସ୍ତ ବୋଝ ତୁମ କାନ୍ଧରେ ପଡ଼ିଛି। ବେଦାନ୍ତର ଆଲୋକ ଓ ଜୀବନ ଦ୍ୱାରା ପ୍ରତ୍ୟେକ ଦ୍ୱାରକୁ ଘେନିଯାଅ ଏବଂ ପ୍ରତ୍ୟେକ ଆତ୍ମାରେ ଲୁକାୟିତବାକୁ ଜାଗରିତ କର। ତୁମ ସ୍ନାୟୁମାନଙ୍କୁ ଦୃଢ଼ କର। ଆମେ ଯାହା ଚାହୁଁ ତାହା ହେଉଛି ତୁମର ଲୁହାର ମାଂସପେଶୀ ଏବଂ ଇସ୍ପାତର ସ୍ନାୟୁ। ବର୍ତ୍ତମାନ ନିଜ ଗୋଡ଼ରେ ଠିଆ ହୁଅ ଏବଂ ମନୁଷ୍ୟ ହୁଅ। ହେ ମୋର ପିଲାଏ, ଯେତେବେଳେ ମୃତ୍ୟୁ ଅନିବାର୍ଯ୍ୟ, ସେତେବେଳେ କାଠପତ୍ର ପରି ନଷ୍ଟ ହେବାଠାରୁ କ'ଣ ବୀର ପରି ମରିବା ଭଲ ନୁହେଁ? ଏ ଅନିତ୍ୟ ପୃଥିବୀରେ ଦିନ କି ଦୁଇ ଦିନ ଅଧିକ ବଞ୍ଚି କି ଲାଭ?
କଳଙ୍କି ଧରିଯିବା ଅପେକ୍ଷା ଘୁରି ହୋଇଯିବା ଶେଷ କର। ବିଶେଷତଃ ଅନ୍ୟର କାଣିଚାଏ କଲ୍ୟାଣ କରିବା ବାଞ୍ଛନୀୟ। ଆମରଣ କର୍ମ କର, ମୁଁ ତୁମ ସହିତ ଅଛି। ମୁଁ ଯେତେବେଳେ ଚାଲିଯିବି, ମୋର ଆତ୍ମା ତୁମ ସହିତ କର୍ମ କରିବ। ଏ ଜୀବନ ଆସେ ଓ ଯାଏ। ଧନ, ଯଶ, ଭୋଗ ମାତ୍ର କେଇଦିନ ପାଇଁ। ଗୋଟିଏ ଜାଗତିକ କୀଟ ଭଳି ମରିବା ଅପେକ୍ଷା କର୍ତ୍ତବ୍ୟ କ୍ଷେତ୍ରରେ ସତ୍ୟର ପ୍ରଚାର କରୁ କରୁ ଆତ୍ମବିସର୍ଜନ କରିବା ବହୁତ ଭଲ। ଅଗ୍ରସର ହୁଅ। ଯେତେବେଳେ ହୃଦୟ ମସ୍ତିଷ୍କ ମଧ୍ୟରେ ଦ୍ୱନ୍ଦ୍ୱର ସୂତ୍ରପାତ ହୁଏ, ସେତେବେଳେ ହୃଦୟକୁ ଅନୁକରଣ କରିବା ଉଚିତ। ପୃଥିବୀର ଇତିହାସ ବୁଦ୍ଧ ଓ ଯୀଶୁଙ୍କ ଭଳି ବ୍ୟକ୍ତିମାନଙ୍କ ଇତିହାସ ଅଟେ। କାମନା ଶୂନ୍ୟ ଓ ଅନାସକ୍ତ ବ୍ୟକ୍ତିମାନେ ଜଗତ ପାଇଁ ସବୁଠାରୁ